ବାଣପୁର ସବ୍ ଜେଲ୍ରେ ବନ ମହୋତ୍ସବ ପାଳିତ ହୋଇଛି। ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅନନ୍ତ ଚରଣ ଖଟେଇ, ସମାଜସେବୀ ରୂପେଶ ସେନାପତି ଓ ଜେଲ୍ ସୁପରିନଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ରଙ୍କ ନେତୃତ୍ୱରେ 50ରୁ ଅଧିକ ବନ୍ଦୀ ଓ ଅନ୍ତେବାସୀଙ୍କ ସହ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ବୃକ୍ଷର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ଦେଇଥିଲେ। ପରେ ବୃକ୍ଷର ଚାରାରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭିକାରୀ ଚରଣ ପ୍ରଧାନ, ପ୍ରଭାତ ବେହେରା, ସାଗର ସାହୁ ଓ ରାକେଶ ସାହୁ ଅତିଥି ଭାବେ ଉପକାରାଗାର ବାଣପୁରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ନିର୍ବାହ କରିଛନ୍ତି ଜଣେ ସମାଜସେବୀ ଏବଂ ସାମାଜିକ କର୍ମୀ ବାଣପୁରର ଶ୍ରୀ ଅନନ୍ତ ଚରଣ ଖଟେଇ। ତାଙ୍କର ତତ୍ତ୍ୱାବଧାନରେ ତାଙ୍କର ଟିମ୍ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା। ଏଥିରେ କାରାଗାରର ସମସ୍ତ ଅନ୍ତେବାସୀ ଏବଂ ଷ୍ଟାଫ୍ ଏବଂ ସହକାରପାଳ ଶ୍ରୀଯୁକ୍ତ କାହ୍ନୁଚରଣ ମଲ୍ଲ ପ୍ରଭୃତି ଅଂଶଗ୍ରହଣ କରିଥିଲେ ଏବଂ ଏହା ସୁଚାରୁରୂପେ ସମ୍ପାଦନ କରାଗଲା। ଏଥିରେ ପରିବେଶ ସମ୍ବନ୍ଧୀୟ ସମସ୍ତ ପ୍ରକାର ଉପଦେଶ ଏବଂ ଏହାର ଉପକାରିତା ବିଷୟରେ ଭିତରେ ଅନ୍ତେବାସୀମାନଙ୍କୁ ସଚେତନ କରାଗଲା ଏବଂ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଉପଦେଶ ଦିଆହେଲା, ଯାହା ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ହିତକର ଏବଂ ପରିବେଶ ସନ୍ତୁଳନ ରଖିବାରେ ଏହା ବିଶେଷ ସହାୟକ ହୁଏ। ଏହା ସହ ସୁଚାରୁରୂପେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଗଲା। ସମ୍ପାଦକ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର, ଶିକ୍ଷାବାର୍ତ୍ତା, ନ୍ୟୁଦିଲ୍ଲୀ।